ସୂର୍ଯ୍ୟ ଏବଂ ଗ୍ରହମଣ୍ଡଳ। ଆମେ ଦେଖୁଥିବା ସୂର୍ଯ୍ୟର ଉଜ୍ଜ୍ୱଳତା ପୃଷ୍ଠକୁ ଫୋଟୋସ୍ପିୟର କୁହାଯାଏ। ଫୋଟୋସ୍ପିୟର ଉପରେ ନାଲି ରଙ୍ଗର କ୍ରୋମୋସ୍ପିୟର ଏବଂ ଏହା ବାହାରେ ଚମତ୍କାର କୋରୋନା ଅବସ୍ଥିତ, ଯାହା ଗ୍ରହଣ ସମୟରେ ସହଜରେ ଦୃଶ୍ୟମାନ ହୁଏ। ସୂର୍ଯ୍ୟରେ ହାଇଡ୍ରୋଜେନ ଏବଂ ହିଲିୟମ ମୁଖ୍ୟ ଗ୍ୟାସ ଭାବରେ ରହିଛି। ସୂର୍ଯ୍ୟର ପୃଷ୍ଠଭାଗର ତାପମାତ୍ରା ପ୍ରାୟ 6000 ଡିଗ୍ରୀ ସେଲସିୟସ ଅଟେ। ଆକାଶଗଙ୍ଗାର କେନ୍ଦ୍ର ଚାରିପଟେ ଗୋଟିଏ ଚକ୍କର ସମ୍ପୂର୍ଣ୍ଣ କରିବା ପାଇଁ ଏହାକୁ 224 ମିଲିୟନ ବର୍ଷ ଲାଗେ। ଏହାକୁ କସ୍ମିକ ବର୍ଷ କୁହାଯାଏ। ଆୟତନ ଦୃଷ୍ଟିରୁ ସୂର୍ଯ୍ୟ ପୃଥିବୀଠାରୁ 1,300,000 ଗୁଣ ବଡ଼। ସୂର୍ଯ୍ୟର ଧଳା ଆଲୋକ ଉପରେ ଶହ ଶହ କଳା ରେଖା ଦେଖାଯାଏ, ଯାହାକୁ ଫ୍ରାଉନହୋଫର ରେଖା କୁହାଯାଏ। ପ୍ରତ୍ୟେକ ରେଖା ସୌରମଣ୍ଡଳରେ ଗ୍ୟାସ୍ ଆକାରରେ ରହିଥିବା କିଛି ଉପାଦାନକୁ ସୂଚାଇଥାଏ। ସୂର୍ଯ୍ୟର ବିଭିନ୍ନ ସ୍ତର। ହାଇଡ୍ରୋଜେନ ଜଳୁଥିବା କେନ୍ଦ୍ର, ବିକିରଣ ସ୍ତର, ପରିବହନ ସ୍ତର, କ୍ରୋମୋସ୍ପିୟର, ଫୋଟୋସ୍ପିୟର, ସୌରକଳଙ୍କ କୋରୋନା। ସୂର୍ଯ୍ୟ ତଥ୍ୟ ବିବରଣୀ। ପୃଥିବୀ ଠାରୁ ହାରାହାରି ଦୂରତା 149,600,000 ବ୍ୟାସ 1,391,980 କେନ୍ଦ୍ରର ତାପମାତ୍ରା 15 ମିଲିୟନ ଡିଗ୍ରୀ ସେଲସିୟସ। ଘୂର୍ଣ୍ଣନ ବେଗ 25.38 ଦିନ ବିଷୁବ ରେଖା ତୁଳନାରେ 33 ଦିନ ମେରୁ ତୁଳନାରେ। ସୂର୍ଯ୍ୟାଲୋକ ପୃଥିବୀରେ ପହଞ୍ଚିବାକୁ ଲାଗିଥିବା ସମୟ 8 ମିନିଟ ଏବଂ 16.6 ସେକେଣ୍ଡ। ସୂର୍ଯ୍ୟ ସହିତ ଜଡ଼ିତ ଧାରଣା। ସୌର ବାୟୁ। ସୂର୍ଯ୍ୟ କ୍ରମାଗତ ଭାବରେ ସବୁ ଦିଗରେ ଫୋଟନର ସ୍ରୋତ ନିର୍ଗତ କରୁଛି, ଯାହାକୁ ସୌର ବାୟୁ କୁହାଯାଏ କିମ୍ବା ଉତ୍ତପ୍ତ ପଦାର୍ଥର ବିସ୍ଫୋରଣକୁ ସୌର ଶିଖା କୁହାଯାଏ। ସୌର ଶିଖା ବାୟୁମଣ୍ଡଳ ଉପର ଭାଗରେ ଆୟନାଇଜେସନ ବୃଦ୍ଧି କରେ ଏବଂ ଏହା ସାଟେଲାଇଟ ଯୋଗାଯୋଗ ପାଇଁ ବିପଦ ସୃଷ୍ଟି କରିଥାଏ। ଆରୋରା। ସୌର ବାୟୁରେ କଣିକା ଗୁଡ଼ିକ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ଆକର୍ଷିତ ହୋଇ ପୃଥିବୀ ଉପର ବାୟୁମଣ୍ଡଳ ଆରୋରା ଭାବରେ ପ୍ରବେଶ କରନ୍ତି। ଏହାକୁ ଉତ୍ତର ଗୋଲାର୍ଦ୍ଧର ଆରୋରା ବୋରିଆଲିସ୍ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଆରୋରା ଅଷ୍ଟ୍ରାଲିସ୍ କୁହାଯାଏ। ପ୍ଲେଜ ଏବଂ ସୌର କଳଙ୍କ। ସୂର୍ଯ୍ୟର କ୍ରୋମୋସ୍ପିୟର କ୍ରମାଗତ ଭାବରେ ପରିବର୍ତ୍ତନ ହେଉଛି। କ୍ରୋମୋସ୍ପିୟରରେ ଥିବା ଉଜ୍ଜ୍ୱଳ ଦାଗଗୁଡ଼ିକୁ ପ୍ଲେଜ ଏବଂ କଳା ଦାଗଗୁଡ଼ିକୁ ସୌର କଳଙ୍କ କୁହାଯାଏ। ସୌର କଳଙ୍କ ଗୁଡ଼ିକ ସୂର୍ଯ୍ୟ ପୃଷ୍ଠରେ ଥିବା ଶୀତଳ ଏବଂ ଅନ୍ଧକାର ଅଞ୍ଚଳ, ଯାହାର ପରିବର୍ତ୍ତନ ଚକ୍ର 11 ବର୍ଷ ଅଟେ। ଏହି ଦାଗଗୁଡ଼ିକ ବିଶ୍ୱ ଜଳବାୟୁକୁ ବହୁତ ପ୍ରଭାବିତ କରିଥାଏ। ଗ୍ରହ। ଗ୍ରହଗୁଡ଼ିକ ହେଉଛନ୍ତି ମହାକାଶୀୟ ପିଣ୍ଡ ଯାହା କ୍ରମାଗତ ଭାବରେ ଏକ ନକ୍ଷତ୍ର ଚାରିପଟେ ଘୂରି ବୁଲନ୍ତି ଏବଂ ତାହା ଦ୍ୱାରା ଆଲୋକିତ ହୁଅନ୍ତି। ସୌରମଣ୍ଡଳରେ 8ଟି ଗ୍ରହ ଅଛନ୍ତି, ଯେଉଁମାନେ ଏକା ଅଣ୍ଡାକାର କକ୍ଷପଥରେ ସୂର୍ଯ୍ୟ ଚାରିପଟେ ପରିକ୍ରମା କରନ୍ତି। ଆକାର ଅନୁଯାୟୀ ଗ୍ରହଗୁଡ଼ିକର କ୍ରମ: ବୃହସ୍ପତି, ଶନି, ୟୁରେନସ୍, ନେପଚୁନ, ପୃଥିବୀ, ଶୁକ୍ର, ମଙ୍ଗଳ ଏବଂ ବୁଧ। ସୂର୍ଯ୍ୟଠାରୁ ଦୂରତା ଅନୁଯାୟୀ ଗ୍ରହଗୁଡ଼ିକର କ୍ରମ: ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଏବଂ ନେପଚୁନ। ଗ୍ରହଗୁଡ଼ିକର ଶ୍ରେଣୀବିଭାଗ। ଆଭ୍ୟନ୍ତରୀଣ ଗ୍ରହ: ବୁଧ, ଶୁକ୍ର, ପୃଥିବୀ ଏବଂ ମଙ୍ଗଳ ଅନ୍ତର୍ଭୁକ୍ତ। ବାହ୍ୟ ଗ୍ରହ: ବୃହସ୍ପତି, ଶନି, ୟୁରେନସ୍ ଏବଂ ନେପଚୁନ ଅନ୍ତର୍ଭୁକ୍ତ। ଆଭ୍ୟନ୍ତରୀଣ ଗ୍ରହ ଓ ବାହ୍ୟ ଗ୍ରହ: ଏମାନଙ୍କୁ ପାର୍ଥିବ ବା ପଥୁରିଆ ଗ୍ରହ କୁହାଯାଏ। ବାହ୍ୟ ଗ୍ରହ: ଏମାନଙ୍କୁ ଜୋଭିଆନ କିମ୍ବା ଗ୍ୟାସୀୟ ଗ୍ରହ କୁହାଯାଏ। ଏମାନେ ସୂର୍ଯ୍ୟର ନିକଟରେ ଅଟନ୍ତି। ଏମାନେ ସୂର୍ଯ୍ୟଠାରୁ ବହୁତ ଦୂରରେ ଅଛନ୍ତି। ଏମାନଙ୍କୁ ବହୁତ କମ୍ ପ୍ରାକୃତିକ ତାପ ଉପଗ୍ରହ ଥାଏ କିମ୍ବା ଆଦୌ ଉପଗ୍ରହ ନଥାଏ। ଏମାନଙ୍କର ଅଧିକ ସଂଖ୍ୟକ ପ୍ରାକୃତିକ ଉପଗ୍ରହ ଥାଏ। ଏମାନଙ୍କର କେନ୍ଦ୍ର ତରଳ ପଥର ଦ୍ୱାରା ଗଠିତ। ଏମାନଙ୍କର ମୁଖ୍ୟତଃ ଗ୍ୟାସୀୟ ଦ୍ୱାରା ଗଠିତ ଏବଂ ଏକ ଛୋଟ ପଥୁରିଆ କେନ୍ଦ୍ର ଥାଏ। ଏମାନେ ଦ୍ରୁତ ଗତି କରନ୍ତି ଏବଂ ଏମାନଙ୍କ ପରିକ୍ରମା ସମୟ କମ୍ ଥାଏ। ଏମାନେ ଧୀରେ ଗତି କରନ୍ତି, ଏମାନଙ୍କର ପରିକ୍ରମା ସମୟ ଅଧିକ ଥାଏ।